ଖରାଟିଆ ପରିବା ଗଛ ଆପଣ ଦେଖିଲେ ଖୁସି ହେଇଯିବେ। ଆଉ ଏ ଗଛର ସବୁଠୁ ଭଲ କଥା ହେଲା ପତ୍ର ସାଇଜ୍ ବହୁତ ବଡ଼ ଆସୁଛି। ଖରା ଦିନରେ ପ୍ରାୟତଃ ଗଛ ଦେଖିବେ ପତ୍ର ଗୁଡ଼ାକ ଛୋଟ ଛୋଟ ମୋଡ଼ି ମୋଡ଼ିକା ହେଇଯାଏ। କିନ୍ତୁ ଏସବୁ ଯେତିକି ବି ପନିପରିବା ଲାଗିଛି ସବୁର ପତ୍ର ଦେଖିପାରୁଥିବେ କେତେ ଗ୍ରୀନନେସ୍ ରହୁଛି। ଆଉ ଟାଣ ଖରାରେ ରହିଲା ପରେ ବି ମଧ୍ୟ ଏ ଗଛର ପତ୍ର ଗୋଟେ ବି ହଳଦିଆ ପଡ଼ୁନି। ସବୁଠୁ ସେଇଟା ହିଁ ଇମ୍ପୋର୍ଟାଣ୍ଟ। ଆଉ ଖରା ଏଇଟା ଏତେ ଅଧିକା ଖରା ହଉନି, ମାନେ ଟିକେ ଚମ୍ପା ଗଛ ଆଢ଼ୁଆଳରେ ରହୁଛି। ଯେମିତି ସକାଳୁ 3 ଘଣ୍ଟା ଛାଇ ରହୁଛି, ତାପରେ ବାକି ସମୟ ପୁରା ଖରା ରହୁଛି। ଆଉ ଏମିତି ସପ୍ତାହକୁ ଥରେ ଲେଖାଏଁ ଲିମ୍ବ ତେଲ ସହିତ ଏମିତି ହ୍ୟାଣ୍ଡ ୱାଶ୍ ଗୋଳେଇକି ସ୍ପ୍ରେ କରିଦଉଛି। ଆଉ ବେଳେକେ ଏମିତିକା ଫିସ୍ ଏମୁଲେସନ୍ ୱାଟର ଦେଇଦଉଛି। ବାସ୍ ଯୋଉଟାକି ଆମର ଗଛର ପତ୍ର ହଳଦିଆ ପକେଇବାକୁ ଦିଏନି। ଆଉ କିଛି ବିଶେଷ କିଛି କାମ କରୁନି। ଆଉ ଖତ ତ ଏଇଟା ମୁଁ ମାସକୁ ଥରେ ଲେଖାଏଁ ଆଡ୍ କରେ, ସବୁବେଳେ ଦିଏନି। ଖତଟା ବେଶୀ ଦବା ଭଲ ନୁହଁ। ଗଛର ଗ୍ରୋଥ୍ ବଢ଼େଇବା ସହିତ ମାଟିରେ ବି ବହୁତ ସାରା ମାନେ ଜୀବାଣୁ ସୃଷ୍ଟି କମ୍ପୋଷ୍ଟ ଅଛି, ତାହେଲେ ବର୍ମି କମ୍ପୋଷ୍ଟ ଦେବେ। ଆଉ ସେଇଟା ବି ରେଗୁଲାର କରିବେନି, ସେଇଟା 2 ସପ୍ତାହକୁ ଥରେ ଲେଖାଏଁ ଦେବେ। ସେଇଟା ଗଛର ଗ୍ରୋଥ୍ ଉପରେ ବହୁତ ଭଲ କାମ କରିବ। ଖରା ଦିନରେ କେବଳ ଚାଉଳ ଧୁଆ ପାଣି ଦିଅନ୍ତୁ ଗଛ ମୂଳରେ। ଆଉ ଗଛ ଉପରେ ଏମିତି ଲିମ୍ବ ତେଲ ସ୍ପ୍ରେ କରିବା ସହିତ ଫିସ୍ ଏମୁଲେସନ୍ ୱାଟର 2 ସପ୍ତାହ 3 ସପ୍ତାହ ଗ୍ୟାପ୍ରେ ଆପଣ ସ୍ପ୍ରେ କରନ୍ତୁ। ଗଛର ଦେଖିବେ ପତ୍ର ନା ହଳଦିଆ ପଡ଼ିବ ନା ଗଛର ପତ୍ର ଶୁଖିବ। ବହୁତ ହେଲ୍ଦି ରହିବ। ଆଉ ଏମିତି ଫଳନ୍ତି ଧରଣ ବି ବହୁତ ଜବରଦସ୍ତ ରହିବ। ପନିପରିବା ଗଛ କେମିତି ଲାଗିଲା କହିବେ?